आशीर्वाद करो पिता आमान पर आवश्यक पर्व करबार नाई आम नम्र हबार से विषय आम शुणी सीटा आमर प्रैक्टिकल लाइफ रे आम से प्रकार करवा तो आज आम देखा जे गोटे शक्ति विषय आम आज चिंता करवा आम शरीर में गोटे अंग अच्छी से अंगर शक्ति बेसी आम शरीर केते प्रकार अंग अच्छी से अंग मध्य गोटे अंग अच्छी जो अंग की भारत को पृथ्वी को निया लगा देव से अंग घंटार अंग गोटे से अंगर ना कौन जीव 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 बड़ डेंजर बहुत विपदर जीव और से जीवर शक्ति विषय आम आज चिंता करवा आम मैंने जानूच सदा प्रभु परमेश्वर अनंतर परमेश्वर कहले दीप्ति हौ तैरे दीप्ति है प्रभु पदे पदे कथा ताकर जीवर शक्ति केते थिला ताकर वाक्यर शक्ति केते थिला हेउ बोल बोल हेई गला आज जगत रे अनेक लोक से प्रकार कथा कहते लोक मान जीवन रे नष्ट हो जाए लोक मान जीवन नष्ट हो जाए जो पदे कथा कहवा द्वारा लोक मैंने नष्ट हो जाते पदे कथा कहवा द्वारा लोक मान जीवन भल हो जितेबाला आम देखा द्वितीय सामुएल 13 पर्व से जड़े व्यक्ति रोचंती जे कि अन्य मान को कथा कहते द्वितीय सामुएल 13 पर्व जदि पूरा पढ़ले आम जानूँ से तामर आज अमर विषय लिखाई तामर किए तामर हूँ लिखाई एक पद टी पढ़ी दियो ए प्रकार लिखाई एति उतारे एई घटना है दाऊदंकर पुत्र अबशालोमर तामर नामर एक सुंदर भगिनी थिला ताहा प्रति दाऊदंकर पुत्र अमन कामशक्त है भाई भौणी तामर अमन एमाने भाई भौणी अवश्य माँ अलगा बापा गुटे तथापि से भाई भौणी आगा ना अबशालोम हूँ दाऊदंकर पुत्र अबशालोम भौणी अच्छी ये तामर आमन किए दाऊदंकर पुत्र आमन मध्य दाऊदंकर पुत्र लिखाई से सुंदर भगिनी थिला ता प्रति दाऊदंकर पुत्र अमन कामाशक्त है लिखाई प्रति कुव्यवहार करला खराब व्यवहार चिंता करुची जे तार भौणी सहित से सहभागी करवा देखो ये प्रकार कार्य करा से बहुत दुखरे रोची कहीं बोले से काम सफल हो ना यही समय 3 पदर आम देखी पार्छु 3 पद 4 पद पढ़ तेणु से अमन को पचारिला किए अमन को पचारला दाऊद मात्र दाऊदंकर भ्राता सिमियर पुत्र जोनादब नाम अमन जड़े बंधु थिला अमन जड़े बंधु थिला किए से बंधु से जोनादब अति चतुर जोनादब बोली गोटे बंधु थिला अमन से पचारुची अमन को कौन बोली करी हे राजपुत्र तुम्हें कहीं दिन को दिन तृण हो जाऊच भांगी पड़ुच बेसी निराश हो जाऊच कहीं से कहूँ मुई तामर प्रति आसक्त होपाई मुझे यही प्रकार अवस्था तो से शिखाऊँ जोनादब कौन बोली कहला 5 पद एतिरे जोनादब ताहाको कहला तुमे शଯ୍ୟାରେ ପଡ଼ି ରୋଗର ବାହାନା କର ତାକୁ ଶିଖାଉଛି
ତାକୁ କେମିତି ଶିଖାଉଛି ତାପରେ ପୁଣି ତୁମ୍ଭ ପିତା ହଁ ତୁମକୁ ଦେଖିବାକୁ ଆସିଲେ ତାଙ୍କୁ କୁହ ମୋର ଭଗିନୀ ତାମରକୁ ମୋ କତିକି ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ହଁ ତମେ ଆକ୍ଟିଂ କର କହିବାକୁ ଗଲେ ଆକ୍ଟିଂ নে ଆଜିକାଲି ନାଟରେ ଲୋକମାନେ ଆକ୍ଟିଂ করবে সিনেমার ଲୋକମାନେ ଆକ୍ଟିଂ করবে নে ତମେ ସେମିତି ଶୋଇଦିଅ କି ନା ବେଡରେ ଆରେ ତମର ବାପା ଆସି ପଚାରିଲେ କହିବ ଭଉଣୀକୁ ଟିକେ ପଟାଅ ମତେ ରାନ୍ଧିଦେବ ମତେ ଏମିତି ସାହାଯ୍ୟ କରବ ବୋଲେ କେତେ ପ୍ଲାନ୍ ଦେଖନ୍ତୁ ଜନାଦ ତାକୁ ଶିଖାଉଛି ଆମର କଥାବାର୍ତ୍ତା କେମିତି ହଉଛି ତାପରେ ମାନେ 11 ପଦ ଟିକେ ପଢବା ପୁଣି ତାହାକୁ ଖୁଆଇବା ପାଇଁ ତା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା ଆସ ମୋ ଭଗିନୀ ମୋ ସଙ୍ଗରେ ଶୁଅ। ଦେଖନ୍ତୁ ଯେମିତି ନାଟକ କରଲା ନାଟକ କରୁଛି ଅମନ ତାପରେ ତା ଭଉଣୀ ଯାଉଛି ଏବେ ତାକୁ ଖୁଆଉଛି ସେତେବେଳେ ସେ ତା ସହିତ ଖରାପ ସମ୍ପର୍କ ରଖୁଛି ତାପରେ 12 ପଦ ତୋରେ ସେ ଉତ୍ତର କଲା ନା ନା ମୋର ଭାଇ ମୋତେ ଭ୍ରଷ୍ଟ ନ କର କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ଅକର୍ତ୍ତବ୍ୟ ତୁମେ ଏହି ମୂଢ଼ କର୍ମ ନ କର। এই মূঢ় কর্ম এই ଖରାପ କାମ ତୁମେ କର ନାହିଁ ତାର ଭଉଣୀ କେତେ ରିକ୍ୱେଷ୍ଟ କରିଥିବ କିନ୍ତୁ ଅମନ ସେ କଥା ମାନୁନାହିଁ ତା ଦ୍ୱାରା ଜୋନାଦବ ଦ୍ୱାରା ତାଙ୍କୁ ସେ ଶିଖାଉଛି ଆମର କଥାବାର୍ତ୍ତା ଲୋକମାନଙ୍କୁ କେମିତି ଶିଖାଉଛି ଲୋକମାନଙ୍କୁ କେମିତି ଉଠାଉଛି ଆମେ ନିଜେ ଜାଣିବାର ଅଛି ଜୋନାଦବର କଥା ଦ୍ୱାରା ଅମନ ସେଇ ପ୍ରକାର କଲା ଆଉ ତା ନିଜ ଭଉଣୀ ସହିତ ସେ କୁସମ୍ପର୍କ ରଖୁଛି ସହବାସ କରୁଛି ତାପରେ 14 ପଦ ତଥାପି ଅମନ ତାହାର ରୋଗ ଶୁଣିଲା ନାହିଁ ତଥାପି ଅମନ ତାହାର ରୋଗ ଶୁଣିଲା ନାହିଁ ବୋଲି ଲେଖା ହେଇଛି ମାତ୍ର ଆପେ ତା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତା ସଙ୍ଗେ ଶୟନ କଲା ବୋଲି ଆଜି ଆମର କଥାବାର୍ତ୍ତା କେମିତି ହଉଛି ଆମେ ନିଜେ ଚିନ୍ତା କରବାର ଆମେ ଅନ୍ୟମାନଙ୍କୁ କେମିତି କଥା କହୁଛୁ ଆମେ ନିଜେ ଚିନ୍ତା କରବାର ଅଛି ଜନାଦବର କଥା ଦ୍ୱାରା ଅମନ କଣ ହେଲା ତାର କଥା ଅନୁସାରେ ଚାଲିଛି ଖରାପ କଥା ଭଲ କଥା ନାହିଁ ଯଦ୍ୱାରା ଆଜି ଗୋଟେ ପରିବାର ଧ୍ୱଂସ ହେଇଯାଉଛି ଆଜି ଗୋଟେ ଲୋକର ଜୀବନ ନଷ୍ଟ ହେଇଯାଉଛି ମୋର ପ୍ରିୟ ଭାଇ ଭଉଣୀ ମାନେ ଆମେ ଆମର ଜିହ୍ବାକୁ ଆଜି ମାନେ ଲଗାମ ଦେବା ଅନ୍ୟମାନଙ୍କୁ ଯେତେବେଳେ ଆମେ ଶିଖାଉଛୁ ନିଜର ସ୍ତ୍ରୀ ସହିତ କଥା ହଉଛୁ ନିଜ ସ୍ୱାମୀ ସହିତ କଥା ହଉଛୁ ଆମ ଜୀବକୁ କଥା କହିବା ପାଇଁ ଆମେ ଲଗାମ ଦେବାର ଅଛି ଆରେ ଅତି ଯତ୍ନ ସହିତ କଥା ଆମେ ନେବାର ଅଛି ଆଉ ତା କଥା ଧରି ଲୋକମାନେ କହିବେ ତା କଥା ଧରି ମୁଁ ଏମିତି କଲି ତାର ଲାଗି ମୁଁ ଏମିତି ହେଲି ସେ ହମେଶା ସାନ ନାହିଁ ଶୁଣବା ଲୋକ ମଧ୍ୟ ସାନ ନାହିଁ ସମସ୍ତେ ବଡ଼ ଲୋକ ଆକା କିନ୍ତୁ ଶୈତାନ ସେମାନଙ୍କ ମଧ୍ୟରେ କେମିତି କାମ କଲା এই ପ୍ରକାର 22 ପଦ ଟିକେ ପଢ଼ବା ପୁଣି ଅବସଲମ ଅମନକୁ ଭଲ କି ମନ୍ଦ କିଛି କହିଲା ନାହିଁ କାରଣ ତାହାର ଭଗିନୀ ତାମରକୁ ବଳାତ୍କାର କରିବାରୁ ଅବସଲମ ଅମନକୁ ଘୃଣା କଲା। ଦେଖ ଅବସଲମ ଜାଣିଲା ମୋର ଭଉଣୀକୁ ତାର ଭାଇ ଏମିତି କରିଛି ବୋଲିକରି କିଛି କହିଲା ନାହିଁ କିନ୍ତୁ ବର୍ଷ ପରେ କଣ କଲା 30 ପଦ ଟିକେ ପଢ଼ବା ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ ଅବସଲମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ। ସମସ୍ତଙ୍କୁ ଅବସଲମ ବଧ କରିଅଛି ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ ଅବସଲମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଛି
ଜଣେ ଲୋକ ଏଇ ଶିକାଇବା ଲୋକ ଜନାଦର ଲାଗି ଆଜି ସେ ପରିବାର ସେ ରାଜପୁତ୍ର ମାନେ ମୃତ୍ୟୁବରଣ କରିବା ବିଷୟରେ ଦେଖିବା। ଆମେ କେମିତି ଲୋକଙ୍କୁ କଥା କହୁଛୁ ଆମେ ଚିନ୍ତା କରିବା। ତା କଥା ଶିଖାଇବା ଦ୍ୱାରା ସେ କାମ କଲା, ନିଜର ଭଉଣୀର ଚରିତ୍ର ଉପରେ ଗଲା ଆଉ ଖରାପ କଲା, ଆଉ ସେ ମେଷା ମୃତ୍ୟୁବରଣ କଲା। ଅନେକ ରାଜପୁତ୍ର ମାନେ ମରିଗଲେ ବୋଲି ଆଉ ଭାଇ ଭାଇ ଭିତରେ ବିରୋଧ ହେଇଗଲା। ଆମର ପଦେ କଥା ଦ୍ୱାରା ଆଜି ଦୁନିଆ ଭାଙ୍ଗି ଯାଉଛି, ପଦେ କଥା ଦ୍ୱାରା ଦୁନିଆ ଭଲ ମଧ୍ୟ ହେଇପାରେ। ତାପରେ ଦ୍ୱିତୀୟ ବିଷୟ ଆମେ ଦେଖିବା, ଯେତେବେଳେ ପ୍ରଥମ ରାଜାବଳୀ 11 ପର୍ବ, ପ୍ରଥମ ରାଜାବଳୀ 11 ପର୍ବ ସେଠି ଆମେ ଦେଖୁଛୁ ଯେତେବେଳେ ସୋଲୋମନ ବୁଢା ହେଇଗଲା, ସୋଲୋମନ ଜଣେ ଜ୍ଞାନୀ ଲୋକ ଥିଲା, ସେଇ ସମୟରେ ସେ ବୁଢା ହେଇଯାଉଛି ଆଉ ସେଇ ସମୟରେ ତାଙ୍କର ସ୍ତ୍ରୀ ମାନେ ସୋଲୋମନ ରାଜାଙ୍କ ସ୍ତ୍ରୀ ମାନେ ସୋଲୋମନକୁ ଯାହା କହୁଛନ୍ତି ତାହା ସେ ମାନୁଛି। ସେ ଜଣେ ପ୍ରଭୁଙ୍କର ଦାସ, କିନ୍ତୁ ସ୍ତ୍ରୀ ମାନଙ୍କର କଥା ଦ୍ୱାରା ସେ ମୂର୍ତ୍ତି ପୂଜା କରିବା ପାଇଁ ପଛଘୁଞ୍ଚା ଦେଉନାହିଁ ଆଉ ବିଜାତି ମାନଙ୍କ ପରି ସେ ଜୀବନ କାଟୁଛି। ଯଦି ଆମେ ସେଇ ପ୍ରଥମ ରାଜାବଳୀ 11 ପର୍ବ ପୁରା ପଢିଲେ ଆମେ ଜାଣିପାରୁନା ଅନ୍ୟମାନଙ୍କର ଦେବତା ପୂଜା କରିବା ପାଇଁ ସେ ଯାଉଛି। ଆଜିକାଲି ଅନେକ ସ୍ତ୍ରୀ ମାନେ ମଧ୍ୟ ଅଛନ୍ତି, ଅନେକ ପୁରୁଷ ମାନେ ମଧ୍ୟ ଅଛନ୍ତି। ସ୍ତ୍ରୀ ମାନଙ୍କର କଥା ଦ୍ୱାରା ପୁରୁଷ ମାନେ କଣ ହେଇଯାଉଛନ୍ତି, ଭୁଲ ବାଟରେ ଯାଉଛନ୍ତି। କାହିଁକି? ତା ସ୍ତ୍ରୀ ନା, ସ୍ତ୍ରୀ କଥା ଯଦି ମାନବ ନାହିଁ ପୁରୁଷ, ସ୍ତ୍ରୀ କଣ କରବ, ମୁଇଁ ଘରେ ରହିବି ନାହିଁ, ମୁଇଁ ମୋର ବାବା ଘରେ ବାହାରି ଯିବି, ମୋର କଥା ତମେ ମାନୁନ। ସେ ଭୁଲ ହେଇଥିଲେ ମଧ୍ୟ ସେ ଅଣ୍ଡା ଫିକ୍ସ କରୁଛି, କମ୍ପ୍ରମାଇଜ ସାମିଲ ହେଇଯାଉଛନ୍ତି। ସୋଲୋମନ ରାଜା ସତ୍ୟ ପ୍ରଭୁକୁ ଜାଣିଲା ପରେ ମଧ୍ୟ ନିଜର ସ୍ତ୍ରୀ ମାନଙ୍କର କଥାରେ ପଡ଼ି ସେ ମୂର୍ତ୍ତି ପୂଜା ଆଡ଼େ ଯାଉଛି। ଆଜି ଆମେ ପ୍ରଭୁକୁ ଜାଣିଛୁ ତ, ନିଜ ସ୍ୱାମୀ ମାନଙ୍କୁ ଆମେ ସେଇ ପ୍ରକାର କଥା କହିବା ଯୋଉଟା କି ପ୍ରଭୁଙ୍କର ପାଇଁ ସେମାନେ ବ୍ୟବହାର ହେଇପାରିବେ। ଆମେ ନିଜେ ସ୍ୱାମୀ ମାନେ ମଧ୍ୟ ହେଇଛୁ, ସ୍ତ୍ରୀ ମାନଙ୍କୁ ଏ ପ୍ରକାର କଥା କହିବା ଯେମିତିକି ସେ ଭୁଲ ପଥରୁ ସେମାନେ ଠିକ ପଥରେ ଆସିବେ। ଯଦି ଆମେ ସେଇ ପ୍ରକାର ପ୍ରଭୁଙ୍କର ସନ୍ତାନ ସନ୍ତତି ହେଇଛୁ, ତାହେଲେ ଆମର କଥା ସେ ସ୍ତ୍ରୀ ମାନବାର ଅଛି, ସେ ସ୍ତ୍ରୀ କଥା ସ୍ୱାମୀ ମାନବାର ଅଛି। କିନ୍ତୁ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ମାନବାକୁ ପଡିବ। ଶୈତାନ ଯେମିତିକି ଭୁଲ ପଥର ନ ଯିବ, ନ ନେବେ, ସେଥିପାଇଁ ଆମେ ସତର୍କ ହେବାର ଅଛି। ସୋଲୋମନ ରାଜାକୁ ତାଙ୍କ ସ୍ତ୍ରୀ ମାନେ ଟାଣିକି ନେଇଗଲେ ଆଉ ସେ ସୋଲୋମନ ରାଜା ଠିଆ ହେଇପାରୁନା। ତୃତୀୟ ବିଷୟ ଆମେ ଦେଖିବା, ପ୍ରଥମ ରାଜାବଳୀ 12 ପର୍ବ। ପ୍ରଥମ ରାଜାବଳୀ 12 ପର୍ବରେ ଆମେ ଦେଖିପାରୁଛୁ ସେଠି ଜଣେ ରାଜାଙ୍କ ବିଷୟରେ ଲେଖା ହେଇଛି। ସୋଲୋମନଙ୍କର ପୁତ୍ର ରିହବ୍ୟାମ ଯେତେବେଳେ ରାଜ୍ୟ ସ୍ଥାପନ କରିବା ପାଇଁ ଇଚ୍ଛା କରୁଛି, ସେହି ସମୟରେ ନିଜର ପ୍ରାଚୀନ ମାନଙ୍କୁ, ବଡ଼ ମାନଙ୍କୁ ସେ ପଚାରୁଛି ଯେ ଆଜ୍ଞା ମୁଁ କେମିତି କଲେ ଭଲ ହେବ, ଏ ଦେଶ ଶାସନ କରିପାରିବି? ତ ପ୍ରାଚୀନ ମାନେ କହୁଛନ୍ତି, ବଡ଼ ଲୋକମାନେ କହୁଛନ୍ତି, ବାବୁ ସମସ୍ତଙ୍କୁ ହାତରେ ଧରବାର ଅଛି, ବୋଲେ ସେମାନଙ୍କର କଥା ଶୁଣବାର ଅଛି, ସେମାନଙ୍କ ସହିତ ମିଶିବାର ଅଛି। କିନ୍ତୁ ରିହବ୍ୟାମ ଆଉ ମାନୁନାହିଁ, ତାର ନିଜର ସାଙ୍ଗମାନଙ୍କର କଥା ସେ ମାନୁଛି। ନିଜର ସାଙ୍ଗମାନଙ୍କର କଥା ସେ ମାନିଲା ଆଉ ଦେଶ ଦୁଇ ଭାଗ ହେଇଯାଇଛି। ସୋଲୋମନଙ୍କ ସମୟରେ ଦୁଇ ଭାଗ ହେଇନଥିଲା, କିନ୍ତୁ ତାଙ୍କ ପୁଅଙ୍କର ସମୟରେ ଦେଶ ଦୁଇ ଭାଗ ହେଇଗଲା। 10 ଗୋଷ୍ଠୀ ଗୋଟେ ପଟେ ଆଉ 2 ଗୋଷ୍ଠୀ ଗୋଟେ ପଟେ। ଯାକବର 12ଟା ପୁଅ ନା, 10 ଜଣ ଭାଇ ଗୋଟେ ସାଇଡରେ ହେଇଗଲେ ଆଉ 2 ଜଣ ଭାଇ ଗୋଟେ ସାଇଡରେ ହେଇଗଲେ। ଏଇ ରିହବ୍ୟାମଙ୍କ ସମୟରେ ଭାଙ୍ଗି ଯାଉଛି ଭାଇମାନଙ୍କର ପ୍ରେମ, ଭାଙ୍ଗି ଯାଇଛି ପରିବାରର ପ୍ରେମ, ଯେତେବେଳେ ସେ ସାଙ୍ଗମାନଙ୍କର କଥା ମାନୁଛି। ଆଜି
ଆଜି ଅନେକ ସାଙ୍ଗମାନେ ଆମକୁ ବିଭିନ୍ନ କଥା କହନ୍ତି। ପିଲାମାନେ ମା ବାପା କଥା ଶୁଣିବେ ନାହିଁ, ପିଲାମାନେ ପ୍ରାଚୀନ ମାଙ୍କର କଥା ଶୁଣିବେ ନାହିଁ, କିନ୍ତୁ ତାଙ୍କ ସାଙ୍ଗମାନଙ୍କର କଥା ବି ଯଦ୍ୱାରା କି କ'ଣ ହେଉଛି, ଜୀବନ ନଷ୍ଟ ହେଇଯାଉଛି, ଜୀବନ ନଷ୍ଟ ହେଇଯାଉଛି। ଆଉ ସେତେବେଳେ ସେମାନେ ମୃତାହତ କଲେ ମଧ୍ୟ ଫେରବାଟା ଡେରି ହେଇଯାଇଥିବ। ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ଦେଖିବା ଅମନ ତାର ନିଜର ସାଙ୍ଗର କଥା ଶୁଣିଲା, ଆଉ ସେ ତାର ସାଙ୍ଗ ତାକୁ କି ପ୍ରକାର ଫୁସଲାଇଲା। ଦ୍ୱିତୀୟରେ ଆମେ ଦେଖିପାରୁଛୁ ସଲୋମନ ରାଜା ଯେତେବେଳେ ବୁଢ଼ା ହେଇଯାଉଛି ତାର ସ୍ତ୍ରୀର କଥା ଦ୍ୱାରା ସେ ପ୍ରଭୁଙ୍କୁ ପରିତ୍ୟାଗ କରି ସେ ଭୁଲ ପଥରେ ଯାଉଛି। ତୃତୀୟରେ ଆମେ ଦେଖିପାରୁଛୁ ବିଏଗ୍ରାମ ତାଙ୍କର ସାଙ୍ଗ ଦ୍ୱାରା ସେ ମଧ୍ୟ ସେ କ'ଣ ହେଉଛି, ପ୍ରଭୁଙ୍କ ଠାରୁ ସେ ଦୂରକୁ ଚାଲି ଯାଉଛି। ଆମେ ଦେଖୁଛୁ ମୁଖର କଥା ଦ୍ୱାରା ବହୁତ ଅସୁବିଧା ହେଇଯାଇପାରେ। ବାଇବଲରେ ଏ ବିଷୟରେ ଆମେ ସ୍ପଷ୍ଟ ଭାବରେ ଶିକ୍ଷା ପାଉଛୁ। ବାଇବଲର କଥା କେବେ ମଧ୍ୟ ମିଥ୍ୟା ନାହିଁ, କେବେ ମଧ୍ୟ ମିଥ୍ୟା ନାହିଁ। ଆଉ ଆମର କଠୋର କଥା ଦ୍ୱାରା କ୍ରୋଧ ଉତ୍ପନ୍ନ କରିବ ଲେଖା ହେଇଛି। କଠୋର କଥା ବୋଲେ ହାଡ଼ ପଞ୍ଜରା ବିଲା ପରି କଥା ଆମେ କହୁଛୁ। ମାଟ ମାରିଲେ ମଧ୍ୟ ସେଟା କ'ଣ ହବ, ସିଧା ଲିଭିଯିବ। କିନ୍ତୁ କଥା କହିଲେ ସେଟା ଜୀବନ ସାରା ପାଇଁ କୋଉଠି ଲେଖା ହେଇଥିବ, ଦିଲ ମେ ଲେଖା ହେ, ଲେଖା ହେଇଯାଇଥିବ। ମରଲେ ବି ସଫାଚର ବି ନାହିଁ। ଆମମାନଙ୍କର କଠୋର କଥା କ'ଣ କରୁଛେ, କ୍ରୋଧ ଉତ୍ପନ୍ନ କରୁଛି। ହିତୋପଦେଶ 15 ତାର 1 ପଦ, ହିତୋପଦେଶ 15 ତାର 1 ପଦ। ପ୍ରକାର ଲେଖାଯାଇଛି ହିତୋପଦେଶ ତାର 15 ଅଧ୍ୟାୟର 1 ପଦ। କୋମଳ ଉତ୍ତର କ୍ରୋଧକୁ ଦମନ କରେ, କୋମଳ ହୃଦୟ କ୍ରୋଧକୁ ଦମନ କରେ, ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ। ଜଣେ ଲୋକ ଯଦି କିଛି ଭୁଲ କରିଦେଲା, ତମେ ଯଦି ତାକୁ ଯଦି ଆଜ୍ଞା ଭୁଲ ହେଇଗଲା କ୍ଷମା ଦେଇଦିଅ, ସେ ଯଦି ଏତିକି କୋମଳ ହେଇଯାଉଛି, ଏତିକି ତଳେ ହେଇଯାଉଛି, ସେ ଯେତେ ମାର୍ବାଲ ହେଲେ ବି କ'ଣ ହବ, କୋମଳ ଉତ୍ତର କ'ଣ କରେ, କ୍ରୋଧକୁ ଦମନ କରେ। କିନ୍ତୁ ଆମେ ଯଦି କୋପ କରିବା, ରାଗି ଯିବା, ତାହେଲେ ଆଉ କିଏ ସମ୍ଭାଳି ପାରିବେନି। କୋମଳ ଉତ୍ତର କ୍ରୋଧକୁ ଦମନ କରେ। କିନ୍ତୁ ଯେତେବେଳେ ଆମେ ରାଗି ଯାଉଛୁ, କ୍ରୋଧ ହଉଛୁ, ଆମ ଜୀବନକୁ ସେ ନଷ୍ଟ କରୁଛୁ। ଝଗଡ଼ା କଳ ସବୁ ସୃଷ୍ଟି କରୁଛି। କଠୋର କଥା ଆମେ ନ ହେବା ପାଇଁ ଆମେ ଚେଷ୍ଟା କରିବା। କଠୋର କଥା ନ ହେବା ପାଇଁ ଚେଷ୍ଟା କରିବା। ଆମେ ସବୁବେଳେ କୋମଳ କଥା କହିବା ପାଇଁ ଆମେ ଚେଷ୍ଟା କରିବା। ଆମେ କେବେ ମଧ୍ୟ ସେ କଠୋର କଥା ଧରିକରି ଆମେ ଅନ୍ୟମାନଙ୍କୁ ରାଗିବା ନାହିଁ। ଆମେ କୋମଳ ହେବା, ଆମେ କୋମଳ ହେବାର ଅଛି। ଆଉ ଅନ୍ୟମାନଙ୍କୁ ଯେଉଁ କଥା ଆମେ କହୁଛୁ, କ'ଣ କରବ, ଅନ୍ୟମାନଙ୍କୁ ତାଲବାର ପରି କାମ କରବ ବୋଲି କୁହାଯାଏ। ତାଲବାର ବୋଲି କ'ଣ, ଖଣ୍ଡା ପରି କାମ କରବ ଆମର କଥା। ପୁଣି ହିତୋପଦେଶ 12 ତାର 18 ଲେଖା ହେଇଛି। ହିତୋପଦେଶ 12 ତାର 18 ପଦ। ଏ ପ୍ରକାର ଲେଖାଯାଏ, କାହାର କାହାର ବାଚାଳତା ଖଡ଼୍ଗାଘାତ ପରି, ମାତ୍ର ଜ୍ଞାନୀର ଯିବା ଶାସ୍ତ୍ରଜନକ। କାହାର କାହାର ବାଚାଳତା ଖଡ଼୍ଗାଘାତ, କାହାର କାହାର ବାଚାଳତା ଖଡ଼୍ଗଘାତ ପରି, କାହାର କାହାର କଥା ଖାଣ୍ଡା ପରି ବୋଲି କୁହାଯାଉଛି। ତାର କଥା ମତେ ଖାଣ୍ଡା ପରା ଲାଗିଲା ବୋଲି କହୁଛନ୍ତି। ସତ କଥା, ଖାଣ୍ଡାରେ ସବୁ ଛିଣ୍ଡିଯିବ ବେଗ, କିନ୍ତୁ ଏ କଥାରେ ଛିଣ୍ଡୁ ନାହିଁ, ମାତ୍ର ଛିଣ୍ଡିଲା ପରା ଜୀବନ ସାରା ରହୁଛି। ଆମର କଥା ଦ୍ୱାରା ଲୋକମାନଙ୍କର ଛାଣିଲା ପରା ଲାଗିବ। ପ୍ରିୟ ଭାଇ ଭଉଣୀ ମାନେ, ଆମେ କଥା କହିବାକୁ ଆମେ ସଂଯତ ହେବା।
आमने निज जीव को आमने कंट्रोल करवा नियंत्रण करवा प्रभु साहाय्य करबे तापरे ए कथा द्वारा हमको पापरे पकाए बहु कथार पाप अभाव न थाए बोले काई बहु कथार लोक माने एमती कथा कहबे जे कथा कोई थिबे ताकर कथा का हमें सुनबार अछि ने बहु कथारे कोन अभाव न थाए पापर अभाव न थाए तार अर्थ अधिक कथा हमें कहले भूल कथा बेसी हुए थिबो कोनसी गीतपद 10 पर्व 19 पद गीतपद 10 पर्व 19 पद बहु वाक्य अधर्मर अभाव न थाए बहु वाक्यर अधर्मर अभाव न थाए मात्र जे आपण अष्टादर को दमन करे से बुद्धिमान हाँ? बहु कथा रे अधर्मर अभाव न थाए माने अभाव अधर्म आका थिबो बेसी कथा कहले किंतु आमे अल्प कथा कहले बहु कथार पापर अभाव न थाए अधिक कथा कहले भूल कथा मते बेसी होई थाए आमे कथा कहबाटा जागरूक होबार ए कथा हम संपर्क को कोन कर दिए भांगी दिए बोली लिखा जाए गीतपद 16:28 गीतपद 16:28 रे लिखा है कुटिल मनुष्य कली बुणे पुणे कन्ने जब विशेष मित्रगण को विभिन्न करे कुटिल मनुष्य कली बुणे जार मन रे कु ठोकर थिबो सबु बेले से तार कथा का बचसा करथिबो इति गले सिटी गले सिटी गले सिटी दिन लोक कथा का को कुटिल मनुष्य कली बुणे पुणी कर्ण जब विशेष मित्रगण को विभिन्न करे आम सुनवा बेसी इच्छा हाँ से एति कथा कहते इष्टा पहला से सुनवा वाक्य सुनवा इच्छा नहीं किंतु भूल कथा गुड़ा गुट लोक केमती कहूँ सेटा कहवाटा सुनवा कर्ण जब बेसी इच्छा करे कर्ण जब विशेष मित्रगण को विभिन्न करे जो द्वारा कि आम मित्रगण को अलगा कर दिए देखा तेणुक आम जीवा मैंने कंट्रोल करने प्रभु हमको साहाय्य करते मैंने चर्चा करवा नहीं आर कथा तार कथा तार कथा तार कथा कहते मैंने गोटे जगार बसवा नहीं प्रभुकर वाक्य आलोचना करवा बस आम जीवन को नष्ट कर दे जाकब 3 पर्व तार 6 पद जाकब 3 पर्व तार 6 पद उपकार लेखा जाए जाकब 3:6 पद जीवा मध्य अग्नि स्वरूप ता आम मानक अंग समूह मध्य समस्त अधर्मर मूलाधार स्वरूपे अवस्थित जीवा छोट हेले मध्य बड़ नष्ट करवा ए जीवा अग्नि परियाका समग्र जीवन को जलाई देव थरे जने लोक पेट्रोल ढाली जाइतिला केते परसेंट ताको ढाली हितिला 90% आइगा 10% बाकी अछि किंतु ये जीवा 90% नहीं सब 100% को जलाई दो छोट दियासिली समस्त जंगल को जलाई देव बोली हम देखता छोट दियासिली गुटे काठी जदि से जंगल रे मार देबो कोठी निया लागि जीवो बोले गुटे जगह रे निया लागला बोले सीता पूरा जंगल सारा सीता पास हे जीवो सबुआ निया लागि जंगल पूरा ध्वंस हो जीवो ठीक से प्रकार हमर छोट जीवन द्वारा आज समग्र जीवन नष्ट हो जीवो होला तेणुक हमर जीवन हमर छोट जीव को हम जागरूक करबा जीवा मृत्यु जीवन शक्ति अच्छी जीवा गीतपद 18-21 मरण और जीवन जीवार अधीन आमर जीवारे मरण अच्छी आमर जीवन रे जीवन अच्छी ए जीवार अधीन रे ए कथा ए जीव अच्छी आम कौन कहूँ केतबेले कौन कहूँ मरी मिशा जाई होची केतबेले कौन कहूँ आम बंची मिशा जाऊ तो
ଆମମାନଙ୍କର ଯିବାକୁ ମାନେ କ'ଣ କରବାର ଅଛି, ମାନେ କଣ୍ଟ୍ରୋଲ କରବାର ଅଛି। ଯାକୁବ 3 ତାର 8 ପଦରେ ଆମେ ଦେଖିପାରୁଛୁ, କିନ୍ତୁ ଯିବାକୁ କେହି କିନ୍ତୁ ଯିବାକୁ କେହି ବଶରେ ରଖିପାରେ ନାହିଁ, ବଶରେ ରଖିପାରେ ନାହିଁ। ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ। ବିରାମ ନାହିଁ, ତାର ମାନେ ବିରାମ ବୋଲେ କ'ଣ, ଫୁଲ୍ ଷ୍ଟପ୍ ଶେଷ ନାହିଁ, ସେ ବୋଲେ କୋଉଠି ରହିବ ନାହିଁ ବୋଲା ଜୀବର ବିଶ୍ରାମ ନାହିଁ। ସେ ମଗଲା ମନୁ ମିଶା ଟାଇଁ କଥା ହଉଥିବ ନେ, ସେ ମଗଲା ମନୁ ମିଶା ଲୋକମାନଙ୍କୁ ଏମିତି କଥା କହିବ ଯେ ତାଙ୍କର ହାଡ଼ ପାଦରା ବିଲିଯିବ। ସେ କିଛି କରିପାରିବ ନାହିଁ, ମାତ୍ର ତାର ଜୀବନ ପାୱାର କେତେ ଦେଖ। ଲେଖାହେଇଛି କୌଣସି ମଣିଷ ଯିବାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିବ ନାହିଁ। ମଣିଷ ଅନେକ କଥା ନିୟନ୍ତ୍ରଣ କରିପାରେ, କିନ୍ତୁ ଶରୀରର ବିଷୟରେ, କାମ ବିଷୟରେ, ଅଭ୍ୟାସ ବିଷୟରେ, କିନ୍ତୁ ଜିହ୍ବା କଥା କେବେ କେବେ ହଠାତ୍ ଭୁଲ କରି କହିଦେଉଛି। ରାଗ, ଈର୍ଷା, ଗର୍ବ ଆସିଲେ ଆମେ ଭାବି ପାରବା ନାହିଁ କେତେବେଳେ କ'ଣ ହେଇଯିବ। ଆମର ଜିହ୍ବାକୁ ଆମେ କଣ୍ଟ୍ରୋଲ କରିବା। ଗୋଟେ ଛୋଟ ମଙ୍ଗ ବା ଷ୍ଟେରିଂ, ଗୋଟେ ଛୋଟ ଷ୍ଟେରିଂ ଆମେ ଧରୁଛୁ ଜିପ୍ରେ, ତାପରେ ଟ୍ରକ୍ରେ, ତାପରେ ଜେସିବିରେ, ଛୋଟ ଷ୍ଟେରିଂ ବୋଲେ ଷ୍ଟେରିଂ ଓଡ଼ିଆର କିଛି ହ୍ୟାଣ୍ଡେଲ ବୋଲେ ସମସ୍ତେ ଛୋଟ ହ୍ୟାଣ୍ଡେଲ ଏଡ଼େ ବଡ଼ ଜାହାଜକୁ କଣ୍ଟ୍ରୋଲ କରୁଛି। ଘୋଡ଼ାର ଏଡ଼େ ବଡ଼ ଘୋଡ଼ାକୁ ଛୋଟ ଲଗାମ କ'ଣ କରୁଛି, କଣ୍ଟ୍ରୋଲ କରୁଛି। ଆଜି ଆମର ଜୀବନରେ ଲଗାମ ଦେବାର ଅଛି ଜୀବକୁ। ଜୀବକୁ ଯଦି ଆମେ ଲଗାମ ଦେବା ନାହିଁ, ଫସଲି ଜୀବ କୁଆଡ଼େ କ'ଣ ହେବ ତାର କଥା ନାହିଁ ଗଲା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅମନ ଯେ ପ୍ରକାର ଲୋକମାନଙ୍କର କଥା ଶୁଣିଲା, ପ୍ରିବ୍ୟାମ ଲୋକମାନଙ୍କର କଥା ଶୁଣିଲା, ଭଲମାନ ଯେପରି ନିଜ ସ୍ତ୍ରୀ ମାନଙ୍କର କଥା ଶୁଣିଲା, ଭୁଲ କରଲା, ଆମେ ଆଜି ପ୍ରଭୁଙ୍କର କଥା ଆମେ ଏଇ କଣ୍ଟ୍ରୋଲ କରିବା ପାଇଁ ପ୍ରଭୁଙ୍କ ନିକଟକୁ ଯିବା। ପ୍ରଭୁ ମୋର ଯିବାକୁ କଣ୍ଟ୍ରୋଲ କର, ଯେତିକି ମୁଇଁ ଠିକ କଥା କହିପାରିବି, ବେଶୀ କଥା କହିବି ନାହିଁ। ପ୍ରଭୁ ଶକ୍ତି ଦେବ ଆମର ଯିବାକୁ, ଆମ ଜୀବନକୁ ପ୍ରଭୁ କଣ୍ଟ୍ରୋଲ କରନ୍ତୁ। କିନ୍ତୁ ଆଗାମୀ ଦିନମାନଙ୍କରେ ଆମମାନେ ଯେମିତି ଅନ୍ୟମାନଙ୍କୁ ବାଧା ନ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ଏବଂ ଅନୁଗ୍ରହ କରନ୍ତୁ ବାକ୍ୟ ଦ୍ୱାରା। ଆଗାମୀ ଦିନମାନଙ୍କରେ ଆମର ଯିବା ଦ୍ୱାରା ଆମେ ଯେମିତି ଏଇ ଯିବାରେ ଆମେ ପ୍ରଶଂସା କରୁଥିବୁ, ଏଇ ଯିବାରେ ଆମେ କ'ଣ କରୁଥିବୁ, ଅଭିଶାପ ମିଶା ଦେଇଥାଉ ନାହିଁ। ତେଣୁକରି ଯିବାକୁ ଆମେ କଣ୍ଟ୍ରୋଲ କରିବା ପ୍ରଭୁ ଲୋକମାନଙ୍କୁ ଆଶୀର୍ବାଦ ଦେବ।